শ্ରୋତା ବନ୍ଧୁ ସାଧାରଣ ଦିନରେ ହଉ ଅବା କୋଭିଡ ସମୟରେ ବେଳେ ବେଳେ ରକ୍ତର ଗୁରୁତ୍ୱପୂର୍ଣ୍ଣ ବହୁତ ଥାଏ। ରକ୍ତଦାନ ମହାପୁଣ୍ୟ କଥାରେ ଅଛି। ସେଭଳି ବେଳେ ବେଳେ ଲୋକମାନଙ୍କୁ ରକ୍ତ ଅଭାବରେ ମୃତ୍ୟୁବରଣ ବି କରନ୍ତି। ଏଭଳି ଜାଗାରେ କିଛି ସ୍ୱେଚ୍ଛାକୃତ ଭାବେ କିଛି ସମାଜସେବୀ ବା କିଛି ଏମିତି ବ୍ୟକ୍ତି ବିଶେଷ ସାମ୍ନାକୁ ଆସନ୍ତି ରକ୍ତଦାନ କରିବା ପାଇଁ ବା ରକ୍ତଦାନ ଶିବିର ବି କରନ୍ତି ବେଳେ ବେଳେ ବା ରକ୍ତ ଦାନ କରିବା ପାଇଁ ବିଭିନ୍ନ ସଂଗଠନ କରିଥାନ୍ତି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ବା ଜୀବନ ବଞ୍ଚାଇବା ପାଇଁ। ସେଭଳି ଆଜି ଆମେ ଜଣେ ବ୍ୟକ୍ତି ବିଶେଷଙ୍କ ସହିତ ଆମେ ମିଶିଛୁ। ତାଙ୍କ ନାଁ ହେଲା ସୁମନ୍ତ ବାବୁ। ଚାଲନ୍ତୁ ତାଙ୍କ ସହିତ କଥା ହେବା। ଆଜ୍ଞା ନମସ୍କାର। ସାର୍ ନମସ୍କାର। କେମିତି ଅଛନ୍ତି ଆଜ୍ଞା? ସାର୍ ଭଲ ଅଛି। ଆପଣଙ୍କ ବିଷୟରେ ତ ଆମେ ବହୁତ ଶୁଣିଛୁ, ଚର୍ଚ୍ଚା ବି ହଉଛି ଯେ ଆପଣ ରକ୍ତ ଯୋଗାଇବା ପାଇଁ ବା ଲୋକମାନଙ୍କୁ ସାହାଯ୍ୟ ରକ୍ତଦାନ କରି ବହୁତ ନାଁ କମେଇଲେଣି। କଣ କିଛି ସବୁ ଥିଲା ଟିକେ କହିବେ? ସାର୍ ସେମିତି ମୋ ନାଁ ତ ସେମିତି ନୁହଁ, ଗ୍ରୁପରେ ମୁଁ କହିବାକୁ ଗଲେ ମାନେ ମୁଁ ଅର୍ଗାନାଇଜ କରେ, କିନ୍ତୁ ଆମର ଭାଇ ମାନେ ଯେତିକି ଆମ ସହିତ ଜଡିତ ଅଛନ୍ତି ସେମାନେ ବହୁତ ପରିଶ୍ରମ କରିଥିଲେ ଏଇ 8 ମାସ ଭିତରେ। ତ ସେମାନଙ୍କ ଯୋଗୁ ଆଜି ମୁଁ ନାଁ କମେଇ ପାରିଛି। ତ ସେମାନଙ୍କୁ ପୁରାପୁରି ଶ୍ରେୟ ମୋ ଗ୍ରୁପରେ ଯେତିକି ମେମ୍ବର ଅଛନ୍ତି ସମସ୍ତେ ସେମାନଙ୍କୁ ମୁଁ ଶ୍ରେୟ ଦେବି ଯେ ତାଙ୍କ ଯୋଗୁ ଆଜି ବହୁତ ଲୋକ ଉପକୃତ ହେଇଛନ୍ତି। ପ୍ରାୟ 200 ମାନେ ମୁଁ ଡାଏରୀ ବି ମେଣ୍ଟେନ କରି ରଖିଛି। ପ୍ରତ୍ୟେକ ଗୋଟିଏ ମେମ୍ବର ଯୋଉମାନେ କି ଡୋନେଟ କଲେ, କାହାକୁ ଡୋନେଟ କଲେ, କୋଉ ଡେଟ ରେ ଡୋନେଟ କଲେ, ମୁଁ ଡାଏରୀ ବି ମେଣ୍ଟେନ କରିଛି। 192 ପାଖାପାଖି, ତ 200 ପ୍ରାୟ 200। ତ ପ୍ରାୟ ସମସ୍ତେ ଫୋନ ନ କଲେ ବି 10-12 ଜଣ ଏମିତି ଅଛନ୍ତି। ତ ଆମେ ପ୍ରଥମେ ଆମର ଶ୍ରୋତା ବନ୍ଧୁମାନେ ଜାଣିବାକୁ ଚାହିଁବେ, ଆପଣଙ୍କର ଆକ୍ଚୁଆଲି ଏଇଟା ଗୋଟେ ରକ୍ତଦାନ ଶିବିର ନା ଆପଣ ରୋଗୀ ମାନଙ୍କର କଣ୍ଟାକ୍ଟରେ ଆସନ୍ତି ଆଉ ସେମାନଙ୍କୁ ଆପଣଙ୍କ ସଂଗଠନରେ ଯୋଉମାନେ ଥିବେ ବା ଛାତ୍ରମାନେ ହୁଅନ୍ତୁ ବା ସାଧାରଣ ଲୋକମାନେ ହୁଅନ୍ତୁ ସେମାନଙ୍କୁ ଆପଣ ଯୋଗେଇ ଦିଅନ୍ତି ଯେ ରକ୍ତଦାନ ଏମାନେ କରିବେ? କେମିତି ହୁଏ କାମ? ନାଇଁ ଭାଇ, ଶିବିର ଏଇଟା ତ ଆମର ଶିବିର ନୁହଁ, ଗୋଟେ ହ୍ୱାଟ୍ସଆପ ବା ଫେସବୁକ ପେଜ ବା ହ୍ୱାଟ୍ସଆପ ଗ୍ରୁପ କରିଛୁ। ସେ ଅନୁସାରେ ଆମକୁ ଆମର ଯୋଉ ଭାଇ ମାନେ ଜଡିତ ଅଛନ୍ତି ବା ବାହାରୁ ଯୋଉ ଫେସବୁକ ପେଜ ରୁ ଯୋଉମାନେ ନମ୍ବର ପାଇନ୍ତି ସେମାନେ ଆମର ଗ୍ରୁପ ର ଯେକୌଣସି ମେମ୍ବରକୁ ହଉ ବା ମତେ ହଉ ଫୋନ କରନ୍ତି। ସେ ଫୋନ ଆସିଲା ପରେ ଆମ ଗ୍ରୁପ ରେ ଜଣାନ୍ତି। ଜଣେଇଲା ପରେ ଆମର ଭାଇ ମାନେ ଯୋଉ ସେ ଗ୍ରୁପ ର ଏକ୍ସଚେଞ୍ଜ ହଉଥିବେ ବା ବ୍ଲଡ ବା ଆମର ଯୋଉ ବ୍ଲଡ ଡୋନର ମାନେ ଥିବେ ମାନେ ବିଭିନ୍ନ ମେଡିକାଲ ମାନେ ଓଡିଶାର ଯେକୌଣସି ମେଡିକାଲ ସବୁ ଏରିଆରେ ଆମର ସାଙ୍ଗମାନେ ଅଛନ୍ତି ବା ଏଇଠୁ ବି ଯାଆନ୍ତି। ଆମେ ଏମିତି କହୁଛୁ ଯଦି ବି ସେଇଠୁ ଡୋନର ନ ମିଳନ୍ତି ଆମର ଏଇଠୁ ନିଜ ହାତରୁ ଗାଡି ଖର୍ଚ୍ଚ କରିକି ତାଙ୍କ ପାଇଁ ଆବଶ୍ୟକ ଯଦି ପଡିବ ଆପଣ ଏଠୁ ବି ଆପଣ ପଠେଇବେ ଆପଣ ପାଖରୁ। ଯାଇଛୁ ଭୁବନେଶ୍ୱର ବି ଏଇଠୁ କବିଶ୍ୱର ନଗରରୁ ଭୁବନେଶ୍ୱର ନିଜେ ବାଇକ ରେ ଯାଇକି ବ୍ଲଡ ଦେଇକି ଆସୁ। ତ ମୁଁ ସାଧାରଣ ଭାବେ ସୁମନ୍ତ ବାବୁ ଶୁଣିଛି ରକ୍ତଦାନ ଶିବିର କରିବା ବା ରକ୍ତ ଡୋନେଟ କରିବା ଇଏ ତ ବେଳେ ବେଳେ ଦେଖିଛି, କିନ୍ତୁ ଆପଣଙ୍କର ଇଏ ଗୋଟେ ଭିନ୍ନ ପ୍ରୟାସ। ଆପଣ ସୋସିଆଲ ମିଡିଆକୁ ଗୋଟେ ଅଲଗା ଦିଗରେ ୟୁଜ କଲେ। ସାଧାରଣ ଭାବେ ତ ଫେସବୁକ ଲୋକମାନେ ୟୁଜ କରନ୍ତି ନିଜର ଫଟୋ ପକେଇବା ପାଇଁ ହଉ କି ମଜାମସ୍ତି କରନ୍ତି, ତାଙ୍କର ଇଭେଣ୍ଟ ଗୁଡା ପକାନ୍ତି, କିନ୍ତୁ ଆପଣ ରକ୍ତଦାନ ଶିବିର ପରିବର୍ତ୍ତେ ଆପଣ ଫେସବୁକ ପେଜ କଲେ, ଗ୍ରୁପ କଲେ, ଯୋଉଠିକି ଲୋକମାନଙ୍କୁ ସଂଗଠିତ କଲେ, ଯାହାକୁ ବ୍ଲଡ ଦରକାର ତା ପାଖରେ ଯାଇ କେମିତି ସଠିକ ସମୟରେ ବା ତାର ଗୋଟେ କଲରେ କେମିତି ବ୍ଲଡ ପହଞ୍ଚି ପାରିବ ସେ ପ୍ରୟାସ କଲେ। ଏଇ ଗୋଟେ ନିଆରା ଢଙ୍ଗାରେ ଏମିତି କରିବା ବା ମୁଣ୍ଡକୁ ଆପଣଙ୍କୁ କେମିତି ଆସିଲା ବା ପ୍ରେରଣା କଣ ଥିଲା, କାହାର ଥିଲା? ଭାଇ ପ୍ରେରଣା କହିବାକୁ ଗଲେ ମୁଁ କେବଳ ମୋର ବଡ ଭାଇ ସୁଶାନ୍ତ ଚର୍ଚ୍ଚି ତାଙ୍କୁ ହିଁ ଦେବି। ଏ ଲକଡାଉନ ରେ ଯେତେବେଳେ ସିଏ ବି ନିଜେ ଫିଲ୍ କଲେ ଯେ ମେଡିକାଲରେ ବହୁତ ଲୋକ ବହୁତ ପ୍ରକାର ଅସୁବିଧା ହଉଛନ୍ତି, ତ ଆମେ ତ ସବୁ ପ୍ରକାର ଲୋକକୁ ସବୁ ପ୍ରକାର ସାହାଯ୍ୟ ତ କରିପାରିବାନି, କିନ୍ତୁ ରକ୍ତ ଏମିତି ଗୋଟେ ଜିନିଷ, ରକ୍ତ ଅଭାବରେ ଲୋକ ମରି ବି ଯାଆନ୍ତି, ବହୁତ ପରିଶ୍ରମ କରନ୍ତି ହେଲେ ବି ଗୋଟେ ବୋଟଲ ବ୍ଲଡ ମିଳୁନି। ତ ସେ ସମୟରେ ଆମ ଭାଇ ମତେ ଗୋଟେ ସଜେସନ ଦେଲେ ଯେ ଏଇ ଲକଡାଉନ ତ ଆମେ ବାହାରକୁ ଯାଇକି କିଛି କରିପାରିବାନି, ମେଳି କରିକି କିଛି କରିପାରିବାନି, ସଂଗଠିତ ହେଇକି ଘରକୁ ଯାଇକି ଆମେ କାହାକୁ ସାହାଯ୍ୟ କରିପାରିବାନି, କିନ୍ତୁ ଗୋଟିଏ କାମ କରିପାରିବା, ଘରେ ବସିକି ବି ଆମେ ଗୋଟେ ଅନ୍ୟ ଲୋକକୁ ସାହାଯ୍ୟ କରିପାରିବା, କାହିଁକି ନା ତୋ ପାଖରେ ସଂଗଠନ ଅଛି। ତ ଏମିତି ଭାବରେ ଯେତେବେଳେ ମତେ କହିଥିଲେ, ତ ମୁଁ ଫାଷ୍ଟ ଫେସବୁକ ରେ ଗୋଟେ ଡିଜାଇନ ବନେଇକି ଫେସବୁକ ପେଜ ରେ 20 ଜଣ ଭାଇ ମାନଙ୍କୁ ନେଇକି ମୁଁ ପଚରା ପଚରି କରିକି ଏଇଟା ଗୋଟେ ପେଜ ରେ କରିଥିଲି। ପରେ ପରେ ବହୁତ ଲୋକ ଆମ ସହିତ ଜଡିତ ହେଲେ। ତ ଆଜିର ଡେଟରେ 500ରୁ ଉର୍ଦ୍ଧ୍ୱ ମେମ୍ବର ଅଛନ୍ତି ଡୋନର କରିବା ପାଇଁ, ଖୁସିରେ ନିଜ ସ୍ୱତ ଭାବେ ନିଜ ହାତରୁ। ତ ଫାଷ୍ଟରେ ତ ଯିବା ପାଇଁ ଅସୁବିଧା ହେଲେ ମୁଁ ମୋ ଭାଇ ମାନେ ବା ସେମାନେ ବାହାରେ ଯୋଉ ରହନ୍ତି ଜିନ୍ଦଲରେ ଜବ କରନ୍ତି,
ତ ସେମାନେ ପଇସାର କାହିଁକିନା ଆଜିକାଲି ଲକଡାଉନ ଯୋଉ ହେଇଥିଲା ପଇସାର ବି ଅଭାବ ରହିଲା ପିଲାମାନଙ୍କୁ। ତ ଷ୍ଟୁଡେଣ୍ଟ ମାସ ଆମର ଯୋଉ ଗ୍ରୁପ ରେ ବେଶୀ ରହିଲେ ତ ତାଙ୍କର ପଇସା ଅଭାବ ଥିବ, ତେଣୁକରି ନିହାତି ଭାବରେ ଆମେ ତାଙ୍କର ଖର୍ଚ୍ଚ ତେଲ ଖର୍ଚ୍ଚ ପାଇଁ ଆମେ ତ ଅଧିକରୁ ଅଧିକ ନ ଦେଇ ପାରିଲେ ବି ମୁଁ ଭାଇମାନେ ମିଶିକି ତେଲ ଖର୍ଚ୍ଚ ତାଙ୍କର ଦିଅନ୍ତି। ତ ପ୍ରତ୍ୟେକ ମେମ୍ବରକୁ ଯିଏ ଯାଏ ତାକୁ ଆମେ ଟିମ୍ ତରଫରୁ 500 ଟଙ୍କା ଦେଇକି ଡୋନର ପିଛା ଛଡାଯାଏ। ସେମାନେ ଖୁସିରେ ବ୍ଲଡ ଦେଇକି ଆସନ୍ତି। ପେସେଣ୍ଟ ପଇସା ଦେଲେ ବି ଆମେ ଗୋଟେ ଆଜି ପର୍ଯ୍ୟନ୍ତ 200 ପ୍ରାୟ 200 ମେମ୍ବର ଡୋନେଟ କଲୁଣୁ, କାହାଠୁ ବି ଟଙ୍କାଟି କାହାଠୁ ଗ୍ରହଣ କରିନୁ। ଏଇଟା ହଉଛି ଆମ ଟିମ ର ଗୋଟେ ଲକ୍ଷ୍ୟ ଯେ ଆମେ କେବଳ ପେସେଣ୍ଟକୁ ସାହାଯ୍ୟ କରିବା, ତାଙ୍କର କେବଳ ଗୋଟେ ଆଶୀର୍ବାଦ ପାଇଁ ଖୁସି ହେବୁ। ଏଇ ଲକଡାଉନରେ ଆମେ ଏ ସମୟରେ ହଁ ଆପଣ ଯୋଉ କହିଲେ ଫେସବୁକ ରେ ଲୋକମାନେ ଅନ୍ୟ ନିଜର ଫଟୋ ବା ଅନ୍ୟ କିଛି ଛାଡନ୍ତି, କିନ୍ତୁ ମୁଁ ଆଗରୁ ଯେବେଠୁ ଫେସବୁକ ୟୁଜ କରିଛି ମୋର ସ୍କୁଲ ପ୍ରତି ବି ପିଲାମାନଙ୍କ ପ୍ରତି ମୋର ବହୁତ ଡେଡିକେଟେଡ। ପିଲାମାନଙ୍କ ପାଇଁ ବୋଲି ମୁଁ ସବୁବେଳେ ଦେଖେ ପିଲାଟା କେମିତି ଆଗକୁ ଯିବ, କଣ କରିବ। ସେ ମୁଁ ଯାହା ନ କରିପାରିଛି ଆମର ସ୍କୁଲ ପିଲାମାନେ ଆପଣ ତ ରକ୍ତ ଦାନ କରୁଛନ୍ତି ବା ଗୋଟେ ପ୍ରୟାସ ତ ଜାରି ରହିଛି, ତା ଛଡା ଆପଣ ଆକ୍ଚୁଆଲି ପେଶାରେ କଣ, ପେଶାଗତ କଣ ଆପଣ ଅଟନ୍ତି? ପେଶା ମୁଁ ଗୋଟେ ଶିକ୍ଷକ, ସରକାରୀ ଶିକ୍ଷକ। ମୁଁ ଗୋଟେ ପ୍ରାଇମେରୀ ଶିକ୍ଷକ। ତ ଶିକ୍ଷକ ଭାବେ ମୋର 10 ରୁ 4 ସ୍କୁଲ ପିଲାମାନଙ୍କ ସହିତ ଜଡିତ ରୁହେ, ମଜା ମଜି ପିଲାମାନଙ୍କ ସହିତ ମୁଁ ପୁରାପୁରି ଜଡିତ। ଏଇ ଯୋଉ 8 ମାସରେ ମୁଁ ବି ଚାହିଁଥିଲେ ଘରେ ବି ବସି ପାରିଥାନ୍ତି, ସରକାର କହିଲେ ବା ସମସ୍ତେ ଅବଶ୍ୟ ସମସ୍ତ ଶିକ୍ଷକ ଭାଇ ମାନେ ବହୁତ ସେବା କରିଛନ୍ତି। ଏବେ ଏ ଲକଡାଉନ ରେ ବହୁତ ପରିଶ୍ରମ କରୁଛନ୍ତି। ସେଇ ଭିତରେ ମୁଁ ବି ସେଇ ଅନ୍ୟ ଡ୍ୟୁଟିରେ ବି କରିଛି, ଶିକ୍ଷକ ଡ୍ୟୁଟି ଯାହା ଥିଲା ସରକାର ଆମକୁ ଯାହା ବି ଡ୍ୟୁଟି ଦେଇଥିଲେ ସେଇଟା ବି କରିଛି। ତା ସହିତ ମୁଁ ସମୟ ବାହାର କଲି ଲୋକମାନଙ୍କୁ ଏକ୍ସଟ୍ରା କିଛି କରିକି ଦେଖେଇବି ଯେ ମୁଁ କିଛି କରିପାରୁଛି। ତ ସେଇ ଜିନିଷଟା ଆମ ଭାଇ ମାନେ ମତେ ବି ସହଯୋଗ କରିଥିଲେ, ସମସ୍ତେ ପ୍ରେରଣା ଦେଇଥିଲେ, ସହଯୋଗ ବି କରିଥିଲେ ଯେ ତମେ ଆଗକୁ ଯାଅ, ସବୁ କ୍ଷେତ୍ରରେ ଆମେ ତମ ପଛରେ ଅଛୁ ବା ସାଥିରେ ଅଛୁ। ଯଦି ଆପଣ ଦେଖିବା ସୁମନ୍ତ ବାବୁ, ଆପଣଙ୍କ ଛାତ୍ର ସଂଗଠନ ହୁଅନ୍ତୁ ବା ଛାତ୍ରଛାତ୍ରୀ ମାନେ ଆପଣଙ୍କ ପ୍ରତି ବହୁତ ଆଗ୍ରହ ରହିଛନ୍ତି ଯେ ଆପଣଙ୍କ ସହିତ ସାମିଲ ହେଇ କୌଣସି ବି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରୁହନ୍ତି। ଇଏ ଗୋଟେ ଭିନ୍ନ ପ୍ରୟାସ ତ ନିଶ୍ଚିତ ଭାବେ କହିବା, ଯୋଉ ରକ୍ତଦାନ ଯୋଉ ଆପଣ ସୋସିଆଲ ମିଡିଆକୁ ୟୁଜ କରି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ରକ୍ତଦାନ ପାଇଁ, ସମାଜ ସେବା କରିବା ପାଇଁ ଆପଣଙ୍କର ଏଇ ଆଗ୍ରହ କେମିତି ଆସିଲା ଆକ୍ଚୁଆଲି ଯଦି ଦେଖିବା? କାରଣ ଆପଣ ଯେହେତୁ ଟିଚର ଅଛନ୍ତି ବା ଶିକ୍ଷକ ଅଛନ୍ତି, ଆପଣ ଆପଣଙ୍କ କାମରେ ଏତେ ବ୍ୟସ୍ତ ହେଇଯାଆନ୍ତି, କିନ୍ତୁ ପରେ ବି ଆପଣ ସମୟ କାଢିକି ସମାଜ ପାଇଁ କିଛି ସମୟ କରୁଛନ୍ତି। ଏଇ ଆଗ୍ରହ ମନୋଭାବ କେମିତି ଆସିଲା? କହିବାକୁ ଗଲେ ଆକ୍ଚୁଆଲି ମୁଁ ଆମ ପରିବାରକୁ ହିଁ ଶୁଣାଇଥିଲି ଯଦି ଏଇ ଜିନିଷଟା ଆସିବ। କାହିଁକିନା ମୋର ଜେଜେବାପା ଅମଳରୁ ମୁଁ ଜାଣିବା ସମୟରେ ମୋର ଜେଜେବାପା ବି ଗୋଟେ ସମାଜ ସେବାରେ ଥିଲେ। ସେଥିରେ କାର୍ଯ୍ୟକରଣ ଆପଣ ଜାଣିଥିବେ କି କହିପାରିବିନି। ତ ସେଠି ଥିଲେ। ତାପରେ ମୋର ବାବା ବି ସରପଞ୍ଚ ଥିଲେ, ଆଉ 2 ଥର ସରପଞ୍ଚ, ଆଉ ଗୋଟେ ଥର ଲାଷ୍ଟ ଟାଇମ ସମିତି ସଭ୍ୟ ଥିଲେ 2002 ମସିହା ପର୍ଯ୍ୟନ୍ତ। ତାପରେ କଷ୍ଟ କଣ, ମୋ ପିଲାଦିନୁ ବି କଷ୍ଟ ସହି ଆସିଛି। ମାନେ କଷ୍ଟ ଜୀବନଟା ଗୋଟେ ଗରିବ ଲୋକ, ଅସହାୟ ଲୋକ କଷ୍ଟ କଣ, ସେ କଷ୍ଟଟା ମୁଁ ବା ମୋ ପରିବାର ନିଶ୍ଚିତ ଭାବେ ଜଡିତ ହେଇକି ଆଜି ଯୋଉ ଜାଗାରେ ଅଛୁ, କଷ୍ଟରୁ ଆଜି ବହୁତ ଭଲ ଜାଗାରେ ଅଛୁ। ତ ସେଇ କଷ୍ଟଟା ଅନୁଭବ କରିକି କିଛି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମନୋବୃତ୍ତି ଆସିଲା। ଆମର ଭାଇ ହଉ, ବାପା ହଉ, ମା ହଉ, ସମସ୍ତେ ସେମାନେ ମୋର ପ୍ରେରଣା ଦେଇ। ତ ସୁମନ୍ତ ବାବୁ, ଆଉ ଗୋଟେ କଥା, ଆପଣଙ୍କର କଲେଜ କୋଉଠି ଥିଲା? କଲେଜ କବି ସୂର୍ଯ୍ୟନଗର କଲେଜ। ମୁଁ ଏଠି 5 ବର୍ଷ ପାଠ ପଢିଲି କଲେଜ, +2 +3। ତ କଲେଜ କ୍ୟାରିୟର ଟା ବି ବହୁତ ପିଲାମାନଙ୍କ ସହିତ ମିଶିବା ପାଇଁ ଜଡିତ ହେଲା। ପିଲାଙ୍କ ସହିତ ମିଶିଲି 5 ବର୍ଷ। ମୁଁ ଜାଣିବାରେ 2008 ମସିହାରୁ ଏଜ ଲିମିଟ ହେଇଗଲା, ଡ୍ରେସ କୋଡ ହେଇଗଲା। ତ ସେଇ ସମୟରେ ନଥିଲା, ଆମ ସମୟରେ ପଢିବା ସମୟରେ। ତ ମୁଁ 5 ବର୍ଷ କଲେଜ ପାଠ ପଢିଛି। ଗୋଟେ ଖୁସିର କଥା, ନିଜକୁ ନିଜେ ବି ଗର୍ବିତ ଅନୁଭବ କରୁଛି। 5 ବର୍ଷ ଯାକ ମୁଁ ଇଲେକ୍ସନରେ ଷ୍ଟାଣ୍ଡ କରିଛି, 5 ବର୍ଷ ଯାକ ଜିତିଛି। ତ ଆପଣ କ୍ଲାସମେଟ ଆଉ ଛାତ୍ରଛାତ୍ରୀ ମାନଙ୍କୁ ଆପଣ ସାହାଯ୍ୟ ବି କରିଛନ୍ତି, ସେମାନେ ସହଯୋଗ ବି ହାତ ବଢେଇଥିଲେ। ମୋ ମାନେ ଜିତିବାର ଶ୍ରେୟ ହଉଛି ମୋର ସାଙ୍ଗମାନେ। ସେମାନେ ନିଜେ ମତେ ଷ୍ଟାଣ୍ଡ କରେଇବେ, ଆଉ ମୋ ପଛରେ ରହିବେ, ସାଥିରେ ରହିବେ, ସବୁ କ୍ଷେତ୍ରରେ ସାହାଯ୍ୟ କରିବେ। ମୋର ବଡ ଭାଇ ମାନେ ବି ଅଛନ୍ତି। ମୋର ମାନେ ଏଇଟା ମୋର ମନୋଭାବ ହଉ ବା ଅନ୍ୟମାନଙ୍କର ଖୁସି ହଉ, ମାନେ ସେମାନେ ମତେ ସବୁବେଳେ ଆଗକୁ ନେବା ପାଇଁ ଚାହାନ୍ତି। ଆଉ ମୁଁ ସବୁ କ୍ଷେତ୍ରରେ ପିଲାମାନଙ୍କ ପାଖରେ ଠିଆ ହୁଏ, ସବୁ କ୍ଷେତ୍ରରେ। ଏମିତି ନାହିଁ ଯେ ମୁଁ ଆଜି ବ୍ଲଡ ଡୋନେଟ କରିଲି ତ ପିଲା +2 ଫାର୍ଷ୍ଟ ଇୟରରୁ ମୁଁ ସବୁବେଳେ ପିଲାଙ୍କ ସାଙ୍ଗରେ, ଆଉ ସବୁବେଳେ ପିଲାଙ୍କ ସାଙ୍ଗରେ ହିଁ ରହିବା ପାଇଁ ମତେ ଭାରି ଇଚ୍ଛା। ସେଇଟା ହିଁ ମୋ ପାଇଁ ଆଜିର ଡେଟ ରେ ମତେ ଏତେ ବଡ ଜାଗାରେ ପହଞ୍ଚେଇ ପାରିଛି। ଯଦି ଆମେ ସୁମନ୍ତ ବାବୁ କହିବା,
ଏଥିରେ ଆପଣଙ୍କୁ ଲୋକେ एक्चुअली केते सहयोग करती जो ब्लड बर्तमान लोक पाखे पहुंचे जो अति आवश्यक थाए रक्त बा कोठी एक्सीडेंट होगा को भी केस होगा आपड़ी कंटाक्ट नंबर रखिथे आपको कॉल करेंगे यही समय आपण सठिक समय बा से समय बहुत घड़ी मुहूर्त से समय आप ब्लड पहुंचापी करपारती माने सहयोग सतरे माने करपारती ना बेले बेले एमती हुए जे लेट हो जाएगा दे हुए नहीं ନାଇଁ ଭାଇ ଗୋଟେ କହିଗଲେ ଗଡଙ୍କର ଗୋଟେ ଆଶୀର୍ବାଦ ମାନେ ଆପଣଙ୍କ ସହିତ କଥା ହେଲା ବେଳୁ ସତେ ମୋର ରୁମ ଟାଙ୍କୁଳି ଯାଏ ମାନେ ଯେକୌଣସି ଲୋକ ଆଜି ପର୍ଯ୍ୟନ୍ତ ଫୋନ କରିଛି ମାନେ ମୁଁ ଗର୍ବ ଅହଙ୍କାର କରିନି ମୋ ତରଫରୁ ସବୁ ହେଇଛି କିନ୍ତୁ ଯୋଉଠି ବି ନ ହେଇଛି ମୁଁ ଅନ୍ୟ ଯୋଉ ଭାଇ ମାନଙ୍କ ସହିତ ମିଶିଥିଲି ଆଉ 2-3ଟା ଗ୍ରୁପ ବି ଅଛନ୍ତି ବ୍ଲଡ ଡୋନର ଗ୍ରୁପ ତ ସେମାନଙ୍କ ସହିତ ଜଡିତ ହେଇ ମାନେ ହଠାତ୍ ମୁଁ ଗୋଟେ ଏମିତି ଅନ୍ୟ ଲୋକମାନେ ଫୋନ କଲେ 2 ଥର ଫୋନ କଲେ ମୁଁ ନିଜେ ଜାଣିଛି 2ଥରୁ 3ଥର ଫୋନ କଲେ ଫୋନ ସୁଇଚ ଅଫ୍ କରିଦିଏ ବା ଫୋନ ଉଠେଇବେନି କିନ୍ତୁ ଏ ମେଣ୍ଟାଲିଟି ମୋର ନାହିଁ ଗୋଟିଏ ସାଧାରଣ ଲୋକ ମତେ ଅଚିହ୍ନା ଅଜଣା ଲୋକ କେନ୍ଦୁଝର ମାନେ ମୋର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ମାନେ କେନ୍ଦୁଝର ଡିଷ୍ଟ୍ରିକ୍ଟ କୋଉଠି ବା ରାୟଗଡା ବା ସମ୍ବଲପୁର ଏମିତି ପ୍ରାୟ ଆସିଥିବେ କୋଉଠି ଭୁବନେଶ୍ୱର କିଏ ଥିବ କି ନହେଲେ କିଏ ବ୍ରହ୍ମପୁରରେ ଥିବ କି ଭଞ୍ଜନଗରରେ କିଏ ଥିବ ସେ ଲୋକକୁ ମୁଁ କଦାପି ଚିହ୍ନି ନଥିବି କୁଆଡୁ ସେ ନମ୍ବର ଆଣିକି ମତେ ଫୋନ କରିଥିବେ କିନ୍ତୁ ତାଙ୍କୁ ନିହାତି ଭାବରେ ଗୋଟେ ଅଧଘଣ୍ଟାରୁ ଘଣ୍ଟାଟେ ଭିତରେ ଯଦି ଡୋନର ଏଠୁ ଗଲା ତୁରନ୍ତ ଫୋନ କରିବାର ଘଣ୍ଟାଟେ ଭିତରେ ସେ ପହଞ୍ଚିବ ନାଇଁ ଯଦି ସିଏ ଯଦି ପେସେଣ୍ଟ କହନ୍ତି ଯେ ଭାଇ ଆମକୁ ପୁରା ନିହାତି ଆବଶ୍ୟକ ତ ବ୍ଲଡ ବ୍ୟାଙ୍କ ରେ ବି ବହୁତ ମତେ ହେଲ୍ପ ମିଳିଛି ଯିଏ କି ଟୁଟୁ ସାର୍ ଯିଏ ବ୍ଲଡ ବ୍ୟାଙ୍କ ର ହେଡ ଅଛନ୍ତି ତାଙ୍କ ସହିତ ବହୁତ ଲିଙ୍କ ମିଶିଗଲା ପରେ ସିଏ ମତେ ମୋର କଥା ରଖନ୍ତି ଅସୁବିଧା ହେଲେ ମୁଁ କହେ ସାର୍ ଗୋଟେ ୟୁନିଟ ଯଦି ପାରିବେ ଯଦି ଦିଅନ୍ତୁ ନାଇଁ ଯଦି ମୁଁ ସେ ଆମର ଡୋନର ରାସ୍ତାରେ ଅଛନ୍ତି କିନ୍ତୁ ତାଙ୍କୁ ବ୍ଲଡ ଟା ଦେଇ ଦିଅନ୍ତୁ ସିଏ ପାରି ହେଇଯାଆନ୍ତୁ ପରେ ଆପଣଙ୍କୁ ଆମର ଡୋନର ଯାଇକି ଦେବେ କିନ୍ତୁ ସେ ଦେଇ ଦିଅନ୍ତି କଥା ରଖନ୍ତି ବହୁତ ଖୁସି ଲାଗେ ଆମର ସେଇ ବ୍ଲଡ ବ୍ୟାଙ୍କ ର ଷ୍ଟାଫ ସହିତ ମିଶିକି ଲୋକଟି ପାରି ହେଇଯାଏ ଲୋକର ଅସୁବିଧା ଟି ସାଙ୍ଗେ ସାଙ୍ଗେ ଦୂର କରିବାରେ ମୁଁ ସେଇଟାକୁ ଖୁସି ଲାଗେ ଯେ ଗୋଟେ ଲୋକ ତୁରନ୍ତ ସିଏ ସେବା ପାଉ ଏମିତି ନାହିଁ ଯେ ବ୍ଲଡ ଦେଲି ଯେ ମୋର ସମୟ ଯେତେବେଳେ ହବ ମୁଁ ତାକୁ ସେବା କରି ସେମିତି ନାହିଁ ଗୋଟେ ଲୋକ ଫୋନ କଲା ବେଲେ ତୁରନ୍ତ ତାର ସେବା ହେଲେ ସିଏ ସେଇଟା ମନେ ରଖିବ ସେଇଟା ହଉଛି ବଡ କଥା ତା ଆଶା ଅନୁସାରେ ସେ ଯେମିତି କଲ୍ କରୁଛି ଯଦି ସେତିକି ସହଯୋଗ କରିପାରିବା ବା ସଠିକ ସମୟରେ କରିପାରିବେ ହେଲେ ଆପଣ ନିଶ୍ଚିତ ଭାବେ ଖୁସି ହେବେ କିନ୍ତୁ ବେଳେ ବେଳେ ଏମିତି ହୋଇପାରେ କମ୍ୟୁନିକେସନ ପ୍ରୋବ୍ଲେମ ହେଇପାରେ ଯିବାରେ ଟିକେ ଲେଟ୍ ହେଇପାରେ ସେ ଗୋଟେ ସ୍ୱାଭାବିକ ଜିନିଷ କିନ୍ତୁ ଆପଣଙ୍କର ଏମିତି କିଛି ଉଦାହରଣ ରହିଛି କି ଯୋଉଥିରେ କି ଆପଣ ଭାବିନଥିବେ ପହଞ୍ଚି ପାରିବେ କି ବ୍ଲଡ ଟା ସଠିକ ସମୟରେ ପହଞ୍ଚେଇ ପାରିବେ କିନ୍ତୁ ପହଞ୍ଚେଇଲେ ନାଇଁ ସବୁ ସମୟରେ ତ ପହଞ୍ଚି ଯାଇଛି ଆଉ ଯଦି କହିବି ଲୋକ କହିବାକୁ ଗଲେ ସେଲଫିସ ବି ଲୋକ ଅଛନ୍ତି କଣ ନା ନିହାତି ଯୋଉଠି ଦରକାର ହୁଏ ସେମାନେ ତ କୁହନ୍ତି ଆଉ କିଛି ଲୋକ ଅଛନ୍ତି ଖାଲି ସେମାନେ ଇନକ୍ୱାରି କରିନଥିବେ କିଛି ନଥିବେ ସେମାନେ ବ୍ଲଡ ପାଇଁ ଖାଲି କହିଦେଇଥିବେ ଆମେ ଯେତେ ଟେନସନ ରେ ବ୍ଲଡ ପାଇଁ ଓରିଡି ହେଇଥିବୁ କିନ୍ତୁ ସେ ଲୋକ ସେତିକି ଓରିଡି ହେଇନଥିବ କିନ୍ତୁ ତା ପାଇଁ ଆମେ ଓରିଡି ହେଇଥିବୁ ସେଇଟା ବି ଆମକୁ ବହୁତ କଷ୍ଟ ଦିଏ ଯେ ତାଙ୍କ ଦ୍ଵାରା ବି ହେଇପାରିବ ତାଙ୍କ ପାଖରେ ଡୋନର ଥିବେ ତାଙ୍କର ରିଲେଟିଭ ଥିବେ କିନ୍ତୁ ଆମକୁ ସୁବିଧାରେ ସେ ଆମକୁ ଫୋନ କରିଦେଇଥିବେ ବ୍ଲଡ ଟେ ଦରକାର ହେଲେ ବି ଆମେ ତାର ଯେତେବେଳେ ଏ ସବୁ ଜାଣିଲା ପରେ ପରେ ମୁଁ ଆଉଥରେ ଇଏ ହେଲି ଯେ କଣ କରିବା ଯେ ତାଙ୍କୁ ଆମେ କନଭିନ୍ସ କରିବା କାହିଁକିନା ଆମର ଭାଇ ମାନେ ହିଁ ଦିଅନ୍ତି ତାଙ୍କୁ ମୁଁ କନଭିନ୍ସ କରେ ଭାଇ ତମର ଯଦି କିଏ ରିଲେଟିଭ ଅଛି ତମେ ଫାଷ୍ଟ 1-2ଟା ବ୍ଲଡ ଦିଅ ପୁଣି ଯଦି ରିକ୍ୱାର ପଡୁଛି ଆମକୁ ଜଣାଅ ଆମେ ତମକୁ 2ଟା କଣ ଆମେ 8ଟା 10ଟା ବ୍ଲଡ ଦେଲା ପର୍ଯ୍ୟନ୍ତ ଆମେ ତମକୁ ସମର୍ଥ ହବୁ ତ ଏଇଟା ମୁଁ କନଭିନ୍ସ କରିକି କିଛି ଲୋକଙ୍କୁ ବି ମୋଟିଭେସନ କରେଇଛି ସୁମନ୍ତ ବାବୁ ଆପଣ ଯୋଉ କଥାଟି କହିଲେ ସତରେ ଏଇଟା ଗୋଟେ କନଫ୍ୟୁଜ ର ଜିନିଷ କାରଣ ଆପଣ ତ ଯାହାକୁ ଏମର୍ଜେନ୍ସି ଅଛି ତାକୁ କେମିତି ତୁରନ୍ତ ନେଇ ବ୍ଲଡ ପହଞ୍ଚେଇବେ ସେଇଟା ତ ନିଶ୍ଚିତ ଆପଣ ଭାବିବେ ସେତିକି ୱରିଡ୍ ରହିବେ କିନ୍ତୁ ଏଠି ଯୋଉମାନଙ୍କୁ ଡକ୍ଟର ହୁଏତ ତାକୁ ଦିନେ 2 ଦିନ କି 3 ଦିନ ସମୟ ଦେଇଥିବ ଯେ 2 ଦିନ ଭିତରେ ତାକୁ ବ୍ଲଡ ଦିଆହବ ତାପରେ ଅପରେସନ ହବ ବହୁତ କଜୁଆଲ କେସ୍ ହେଇଥିବ ସମୟ ବି ଥିବ ତାଙ୍କ ହାତରେ ସେମିତିଆ ପେସେଣ୍ଟ ବି ଆପଣଙ୍କୁ ବେଳେ ବେଳେ ଫୋନ କରିଦଉଥିବେ ନିଶ୍ଚୟ ନିଶ୍ଚୟ ଭାଇ ତ ସେଠି ଆପଣ ଜାଣିବେ କେମିତି ଆକ୍ଚୁଆଲି ଏମିତି କଣ କିଛି ଆପଣଙ୍କ ବ୍ୟବସ୍ଥା କରିଛନ୍ତି ଯୋଉଥିରେ କି ସେମାନେ ତାଙ୍କର ପ୍ରେସକ୍ରିପସନ ଦେବେ ଆପଣଙ୍କ ପାଖକୁ ପଠେଇବେ କି ସେ ଫୋନ କଲେ ନାଇଁ ଆକ୍ଚୁଆଲି ତାକୁ ଆମେ କହୁଛେ ତମେ ହଁ ସେ ଆପଣ ଯୋଉ କହିଲା ପରି ସେମାନେ 2 ଦିନ ଡକ୍ଟର ଖାଲି କହିଦେଇଥିବେ କିନ୍ତୁ ବ୍ଲଡ ରିକ୍ୱାର ତାଙ୍କର ଫର୍ମ ଦେଇନଥିବେ ଯୋଉ ବ୍ଲଡ ରିକ୍ୱେସନ ସ୍ଲିପ ଗୋଟେ ମେଡିକାଲ ରେ ରୁହେ
ତ ସେଇ ସ୍ଲିପ୍ ଟା ଆମେ ପାଇଲା ପରେ ଆମେ ଆମର ଗ୍ରୁପ ରେ ସେଟା ପୋଷ୍ଟ କରୁ। ତାପରେ ମୁଁ ଅନ୍ୟ ଯୋଉ ଭାଇ ଯୋଉ ଡୋନର ଆମକୁ ଆବଶ୍ୟକ ଥାଏ ସେ ଭାଇ ମାନଙ୍କୁ ମୋର ଲିଷ୍ଟ ଅଛି, ତ ସେଇ ଲିଷ୍ଟ ଅନୁସାରେ କୋଉ ଭାଇ ଆମର ଏଭେଲେବୁଲ ଅଛନ୍ତି ବା ଆପଣ ଯୋଉ ଏକ୍ୟୁଜନ ଫର୍ମ ଟା ଦିଅନ୍ତି ସେଥିରେ କଣ ସମୟ ସୀମା ଲେଖା ଥାଏ? ଡେଟ୍ ଲେଖା ଥାଏ ଯେ ଏଇ ଡେଟ୍ ରେ ଏତିକି ୟୁନିଟ୍ ବ୍ଲଡ ଆବଶ୍ୟକ ବୋଲି। ତ ମୁଁ ମତେ ଫୋନ ଆସିଲା ପରେ ମୁଁ ସେ ଏଟେଣ୍ଡର ନମ୍ବର ମାଗିବା ତା ଯୋଉ ପେସେଣ୍ଟ ଯିଏ ତାଙ୍କ ପାଖରେ ଯୋଉ ଲୋକ ଥିବ ତାଙ୍କୁ ମୁଁ ଫୋନ କରେ ଯେ ଏକ୍ଚୁଆଲି ପ୍ରପର ତାଙ୍କର ଡିଟେଲ ଟା ମୁଁ ନିଏ, ତାଙ୍କ ଏକ୍ଚୁଆଲି ଘର କୋଉଠି, ସେ ନମ୍ବର ମୋର ନମ୍ବର ବା ଆମ ଗ୍ରୁପ ର ନମ୍ବର କୋଉଠୁ ପାଇଲେ, ଏକ୍ଚୁଆଲି କେତେଟା ବ୍ଲଡ ଆବଶ୍ୟକ ଆପଣଙ୍କୁ, ଆଉ କୋଉ ଟାଇପ ର ସିରିୟସ ଅଛନ୍ତି, କେତେ ଆଉ କେବେ ଦରକାର କେମିତି। ତ ସେଇଟା ମୁଁ ଯେତେବେଳେ ତାଙ୍କର କଥାବାର୍ତ୍ତା ଷ୍ଟଡି କରେ ନା ଏକ୍ଚୁଆଲି ଗୋଟେ ଅସହାୟ ପୁରା ଅସହାୟ, ତ ତାଙ୍କୁ ମୁଁ ନିହାତି ଭାବରେ ତାଙ୍କୁ ସାହାଯ୍ୟ କରେ। ଆଉ ତ ସମସ୍ତଙ୍କୁ ତ ସାହାଯ୍ୟ କରେ, କିନ୍ତୁ ତାଙ୍କୁ ଯୋଉ ଟାଇପ ର ଲୋକ କଥାରୁ ଜଣା ପଡିଯାଏ ଯେ ନାଇଁ ଏଟାକୁ ଏମିତି ସେତେ ସିରିୟସ ନୁହଁ, ତ ତାଙ୍କୁ ମୁଁ କନଭିନ୍ସ କରେ ଭାଇ ତମେ ଆଗେ ତମର ରିଲେଟିଭ ଡାକ ବ୍ଲଡ ଦିଅ। ତ ସେଇ ଲୋକମାନେ ଆଉ ସେକେଣ୍ଡ ଟାଇମ ଫୋନ କରନ୍ତିନି। ତ ମୁଁ ଜାଣିଦିଏ ଯେ ଏମାନଙ୍କୁ ଜଷ୍ଟ ଖାଲି ଫୋନ ମାନେ 4-5ଟା ଗ୍ରୁପ ରେ ବି ଛାଡି ଦେଇଥିବେ, ତ ଯୁଆଡେ ହୁଏତ ସେମାନଙ୍କୁ ବ୍ଲଡ ଆବଶ୍ୟକ ଥାଇପାରେ କିନ୍ତୁ ତାଙ୍କ ପାଖରେ ବିଭିନ୍ନ ଅପସନ ବି ଥାଇପାରେ, କିନ୍ତୁ ସେଇ ଅପସନ ଗୁଡାକୁ ବ୍ୟବହାର ନ କରିକି ଡାଇରେକ୍ଟ ଆପଣଙ୍କୁ କଲ୍ କରିଥିବେ। ହଁ ସେମିତି ହୁଏ। ନାଇଁ ସେମିତି ହେଲେ ତ ଅସୁବିଧା ହବ, କିନ୍ତୁ ସେମିତିରେ ଆପଣଙ୍କୁ ବି କଷ୍ଟ ଲାଗିବ ଯେ ଆପଣ ଯୋଉ ମୋଟିଭ ଧରି ଆପଣ ବାହାରିଛନ୍ତି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ, ସେଇ ଜିନିଷଟା ଆପଣ ଡେଲିଭର କରିପାରିବେନି ଯଦି ଏମିତି ଲୋକମାନେ କରିବେ। କାରଣ ମୁଁ ନିଜେ ବି ଯଦି ମୋର କଣ କିଛି ହେଲା, ମୁଁ ପ୍ରଥମେ ଦେଖିବି ଯେ ମୋ ଆଖପାଖରେ କୋଉମାନେ ଅଛନ୍ତି, ତାପରେ ଆପଣ ପାଖକୁ ଯିବେ। ଏଇଟା ଗୋଟେ ମାନବିକତା ଦୃଷ୍ଟିକୋଣରୁ ଏତିକି ହେବା ଜରୁରୀ। ଆମେ ଏଇ ଯୋଉ ଲକଡାଉନ ରେ ଘରୁ ନ ବାହାରିବା ସିଚୁଏସନ ରେ ବି ଆମେ ସକାଳ 5ଟାରୁ ବାହାରି ଆମେ ପୋଲିସ ଯୋଉଠି କି ପରମିଶନ ନ ଛାଡୁଥିଲେ ବି ନ ଦଉଥିଲେ ବି ଆମେ ଲୁଚି କରି ଗୋଟେ ଲୋକକୁ ସାହାଯ୍ୟ କରିବା ପାଇଁ ଯୋଉ ସମୟରେ ଯାଉ, ତ ସେ ସମୟରେ ଅନ୍ୟ ଲୋକ ଯୋଉ ଚିଟିଂ କରନ୍ତି ସେଇଟା ବାଧେ। ତ ଗୋଟେ ଦିଥର ଏମିତି ହୋଇଛି, ତାପରେ ସେଟା ସଜାଗ ହେଇଯାଇଛୁ। ମୁଁ ତାର ଡିଟେଲ ନିଏ, ନେଲା ପରେ ତାର ସେତିକି ଜରୁରତ ହେଲା ଜଣା ପଡିଲା ନାଇଁ ଏଇ ଲୋକଟାକୁ ନିହାତି ଭାବରେ ଦରକାର, ତ ମୁଁ ତାକୁ ଦିଏ। ନହେଲେ ମୁଁ ତାର କଲ ର 2-3 ଥର ଦେଖେ ସିଏ ଓରିଡି ହଉଛି କି ନାଇଁ। ଗୋଟେ ବ୍ଲଡ ଯଦି ଜଣକୁ ଦରକାର ନିଶ୍ଚିତ ଭାବେ ଓରିଡି ତାର ସେତିକି ପେସେନ୍ସ ତାର ଯଦି ଥିବ ନିହାତି ଭାବେ ବ୍ଲଡ ଦରକାର ନାହିଁ। ନାଇଁ ଯଦି ଓରିଡି ହଉଛି ନିହାତି ଭାବେ ଆମେ ତାକୁ ଦେବା। ଆଉ ମୁଁ ସବୁବେଳେ ଦେଖେ ପାଖାପାଖି ଲୋକ, ମନେକର ସେ ବ୍ରହ୍ମପୁର ମେଡିକାଲ, ଆମେ ଏଠୁ କବିଶ୍ୱର ନଗରରୁ ଯାଇକି 50 କିଲୋମିଟର ଗଲା ପରେ ବୋଲେ ଘଣ୍ଟାଟେ ଲାଗିବ, ପଇସା ବି ଖର୍ଚ୍ଚ ହବ। ତ ଫାଷ୍ଟ ଦେଖେ ବ୍ରହ୍ମପୁର ଆମ ଲୋକାଲ ଆଖାପାଖି କିଏ ଯଦି ଅଛନ୍ତି ତ ତାଙ୍କୁ ମୁଁ କନଭିନ୍ସ କରିକି ସେଠି ପଠାଇଦିଏ, ନ ଗଲେ ଏଇଠୁ ଭାଇମାନଙ୍କୁ ପଠାଏ। ତ ସୁମନ୍ତ ବାବୁ ବହୁତ ଖୁସି ଲାଗିଲା ଯେ ଆପଣ ସ୍ୱେଚ୍ଛାକୃତ ଭାବେ ଲୋକମାନଙ୍କୁ ସହଯୋଗର ହାତ ବଢୁଛନ୍ତି ବା ଗୋଟେ ମହାପୁଣ୍ୟ କାମ ଆପଣ କରୁଛନ୍ତି, ରକ୍ତ ଦାନ ଭଳି ଗୋଟେ କାର୍ଯ୍ୟରେ ଆପଣ ନିଜକୁ ନିଯୁକ୍ତି କରିଛନ୍ତି। କିନ୍ତୁ ଅନ୍ୟ ଦିଗରେ ବି ଆମେ ବେଳେ ବେଳେ ଦେଖିବାକୁ ମିଳୁଛି ଯେ ରକ୍ତ ଅଭାବ ଯୋଗୁଁ ବହୁତ ଲୋକ ବି ମୃତ୍ୟୁବରଣ କରୁଛନ୍ତି। ଯଦି ଆପଣ ସେଇ ଦିଗରେ ତ ଆପଣ ଯାଇଛନ୍ତି, ସୋସିଆଲ ମିଡିଆକୁ ବ୍ୟବହାର କରି ରକ୍ତ ଲୋକମାନଙ୍କ ପାଖରେ ପହଞ୍ଚଉଛନ୍ତି। ଯଦି ଆପଣଙ୍କୁ ମୁଁ ପଚାରିବି ବର୍ତ୍ତମାନ ସମାଜରେ ଯୋଉ ରକ୍ତ ଅଭାବରେ ବର୍ତ୍ତମାନ କିଛି ଲୋକ ମରିଯାଉଛନ୍ତି, ଆପଣ ସୋସାଇଟି କଣ ମେସେଜ ଦେବାକୁ ଚାହିଁବେ ଶେଷରେ? ମୁଁ ଗୋଟିଏ ମେସେଜ ଦେବି ଯେ ପ୍ରତ୍ୟେକ ଯୁବପିଢି ବୟସ ହେଇଗଲା ପରେ ତ ମାନେ ବହୁତ ପ୍ରକାର ସାହାଯ୍ୟ ଅଛି। ଲୋକମାନେ ଯାହା ଦ୍ଵାରା ଏତେ ସେଲଫିଶ ନ ହେଇକି ଏ କରୋନାରୁ ଆମେ ପ୍ରଥମେ ଶିଖିବା ଗୋଟେ ଆବଶ୍ୟକ ଯେ ସମାଜରେ ଆମେ ନିଶ୍ଚିତ ଭାବେ ଅନ୍ୟକୁ କିଛି ବି ଉପକାର କରିପାରିବା। ଏମିତି ନୁହେଁ ଯେ ମୁଁ ମୋର ଗୋଟେ ଆଇଡିଆ ହେଲା ବା ମୋର ଭାଇ ମାନଙ୍କର ଆଇଡିଆ ହେଲା ଯେ ରକ୍ତ ଦେବା, ତ ରକ୍ତ ଦେବା ସାଙ୍ଗରେ ଆମେ ଯାହା ଦ୍ଵାରା ଯୋଉ ବି ସକ୍ଷମ ଆମର ସକ୍ଷମ, ମୋର ଯଦି ଆଜି ଅସୁସ୍ଥତା ଅଛି ମୁଁ ବ୍ଲଡ ଦେଇପାରିବିନି, କିନ୍ତୁ ଆଜି ମୁଁ 500 ଭାଇ ମାନଙ୍କୁ ଏକାଠି କରିକି ଆଜି ମୁଁ କରିପାରିଲି, ଏଇଟା ମୋର ସକ୍ଷମ ହେଇପାରିଲା। ତ ଅନ୍ୟ ଭାଇ ଯାହାର ମୋର ଭାଇ ମାନେ ବାହାରେ ଜବ କରନ୍ତି, ତ ସେମାନେ ବ୍ଲଡ ଦେବା ପାଇଁ ଆସିପାରିବେନି, କିନ୍ତୁ ତାଙ୍କେ ମତେ ସେମାନେ ପଇସାରେ ସାହାଯ୍ୟ କଲେ। ଯୋଉଠିକି ପଇସା ଆବଶ୍ୟକ ପଡିବ, ଆମେ ଗୋଟେ ଲୋକ ଯିବା ପାଇଁ ନିଶ୍ଚିତ ଭାବେ ତାର ଗାଡିରେ ତେଲ ପକେଇଯିବ, ପଇସା ତ ସେମାନେ ମତେ ପଇସା ଆବଶ୍ୟକ ମାନେ ପଇସାର ଅଭାବ ଟାକୁ ମତେ ଦେଖା କରେଇଲେନି, ତ ସେଇ ଜିନିଷଟା କରେଇଦେଲେ। ତ ସମାଜରେ ମୁଁ ଗୋଟିଏ ଏଇଟା କହିବି ଯେ ପରୋପକାରୀ ହେବା, କଠିନ ହେବାନି। ଆମେ କଥା ପଦଟାରେ ଯଦି ଗୋଟେ ଲୋକ ବୁଝିପାରିବ ବା ଚିନ୍ତା କରି ଅନ୍ୟକୁ ସାହାଯ୍ୟ କରିବା, ଆମେ କଠୋର ହେବାନି ଅନ୍ୟ ପାଇଁ ବୋଲି, ଅନ୍ୟକୁ ସବୁବେଳେ ସାହାଯ୍ୟ କରିବା ମନୋବୃତ୍ତି ରଖିବା ଏତିକି। ଆଉ ସାହାଯ୍ୟ କରିବା ମନୋବୃତ୍ତି ରଖିଲେ ବା ନିଜେ ଆମେ ଯଦି ଜାଣିପାରିବା ଯେ ଆମେ ଭଲ, ତ ଦୁନିଆ ଟା ଭଲ ହବ। ଆମ ମନ ଭିତରେ ଯଦି ପ୍ରଥମେ ରହିବ ଯେ ନାଇଁ ସମସ୍ତେ ଦୁନିଆ ସ୍ୱାର୍ଥପର, ମତେ
କହିବାକୁ ଗଲେ ମତେ ବି ବହୁତ ନେଗେଟିଭ ଥଟ୍ ବି ଆସିଛି ଯେ ଦୁନିଆ ସମସ୍ତେ ସ୍ୱାର୍ଥପର, କିଛି ଆବଶ୍ୟକ ନାହିଁ, କିଏ ମନେ ପକେଇବନି, ତୁ କରିଥିବା ଜିନିଷ ସବୁ ଭ୍ୟାଲୁଲେସ୍, ମାନେ ଏ ଟାଇପ ର ବହୁତ କହନ୍ତି। ମୁଁ ସେଇଟାକୁ ଭାଇମାନଙ୍କୁ କହେ, ଅନ୍ୟମାନଙ୍କୁ ମୁଁ ଆପଣଙ୍କ ମାଧ୍ୟମରେ ଜଣେଇବାକୁ ଚାହେଁ, ସତରେ ଦୁନିଆ ସେଲଫିସ ହଉ ବା ଭଲ ହଉ, କିନ୍ତୁ ଗୋଟେ ଖୁସି ମିଳେ ଅନ୍ୟକୁ ସାହାଯ୍ୟ କଲେ, ଶାନ୍ତ ମିଳେ। ସେ କାହିଁକି ନା ଗୋଟେ 24 ଘଣ୍ଟା ଭିତରେ ଯଦି ମୁଁ ଜଣକୁ ବି ସାହାଯ୍ୟ କରିପାରିଲି, ମୋର ଆତ୍ମା ତୃପ୍ତି ହୁଏ ଯେ ମୁଁ ଆଜି ଜଣକୁ ସାହାଯ୍ୟ କରିପାରିଲି। ସିଏ ଆମକୁ ଦବ ବୋଲି ଆମେ ଅନ୍ୟକୁ ସାହାଯ୍ୟ କରିବାର କିଛି କାରଣ ନାହିଁ, କାହିଁକିନା ପ୍ରଭୁ ଭଗବାନ ଅଛନ୍ତି ଯେ ଆମେ ଯଦି ଜଣକୁ ସାହାଯ୍ୟ କରିଛୁ ନିଶ୍ଚିତ ଭାବେ ତାର ଫଳଟା ଆମକୁ ଅନ୍ୟ ଦିଗରୁ ମିଳିବ। ଏଇଟା ମୁଁ ଆମର ଆଧ୍ୟାତ୍ମିକ ଗୋଟେ ସ୍କୁଲରେ ଅଛି, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସେଠୁ ବହି ପଢେ, ଆଉ ବହୁତ ଭଲ ଭଲ ଲୋକମାନଙ୍କର ବାଣୀ ଶୁଣେ। ବହୁତ ଭାଇ ମାନେ ଜଡିତ ଅଛନ୍ତି, ଯେପରିକି ରତ୍ନାକର ଭାଇ, ଆଉ ଆମର ଭାଇ ମାନେ ମୋର ନିଜର ସୁଶାନ୍ତ ଭାଇ, ଆଉ ମୋ ସାଙ୍ଗରେ ବହୁତ ଅଛନ୍ତି ଭାଇ ମାନେ, ବହୁତ ଭଲ ଭଲ କଥା କୁହନ୍ତି, ସେମାନଙ୍କ ସହିତ ଜଡିତ ହେଇକି ବହୁତ ଭଲ କଥା ଶିଖିଛି। ତେଣୁକରି ଯୋଉଠିକି ଆପଣ ନିଜକୁ ସକାରାତ୍ମକ ଚିନ୍ତାଧାରାରେ ପୁରା ଭରପୁର କରିକି ଆପଣ ଭଲ ଭଲ ସମାଜର ଉନ୍ନତି କାର୍ଯ୍ୟକ୍ରମରେ ଆପଣ ଯୋଗ ଦଉଛନ୍ତି। ସୁମନ୍ତ ବାବୁ ବହୁତ ବହୁତ ଧନ୍ୟବାଦ। ଆଜି ଶୁଣିକି ଖୁସି ଲାଗିଲା ଯେ ରକ୍ତଦାନ ପାଇଁ ଆପଣ ଯୋଉ ସୋସିଆଲ ମିଡିଆକୁ ୟୁଜ କରୁଛନ୍ତି, ଫେସବୁକ୍ କୁ, ସେଇ ମାଧ୍ୟମରେ ବର୍ତ୍ତମାନ ଆପଣ ଯେମିତି ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ବା ଯାହାକୁ ଦରକାର ଅଛି ତା ପାଖରେ ରକ୍ତ ପହଞ୍ଚୁଛନ୍ତି, ଏହା ଗୋଟେ ଛୋଟିଆ କଥା ନୁହେଁ। ଆଉ ତ ଆମେ ସମସ୍ତେ ଜାଣିଛନ୍ତି ରକ୍ତଦାନ ମହାପୁଣ୍ୟ, ଗୋଟେ ଏତେ ବଡ ପୁଣ୍ୟ କାମ ଆପଣ କରୁଛନ୍ତି। ବହୁତ ବହୁତ ଧନ୍ୟବାଦ ସୁମନ୍ତ ବାବୁ, ଆପଣଙ୍କ ସହିତ କଥା ହେଇ ଖୁସି ଲାଗିଲା। ନମସ୍କାର ଭାଇ। ନମସ୍କାର। ଶ୍ରୋତା ବନ୍ଧୁ, ସାଧାରଣ ଦିନରେ ହଉ ଅବା କୋଭିଡ ସମୟରେ ବେଳେ ବେଳେ ରକ୍ତର ଗୁରୁତ୍ୱପୂର୍ଣ୍ଣ ବହୁତ ଥାଏ। ରକ୍ତଦାନ ମହାପୁଣ୍ୟ କଥାରେ ଅଛି, ସେଭଳି ବେଳେ ବେଳେ ଲୋକମାନଙ୍କୁ